ଗ୍ୟାସ୍ ସିଲିଣ୍ଡର ଫାଟି ଦୁଇ ଝିଅ ଗୁରୁତର। ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଗ୍ରାମ ପଞ୍ଚାୟତ ବନ୍ଧ ନୂଆଗାଁ ଗ୍ରାମରେ ରୋଷେଇ ବେಳೆ ଫାଟିଲା ଗ୍ୟାସ୍ ଟାଙ୍କି। ହୁତୁ ହୁତୁ ହୋଇ ଜଳିଗଲା ଘର ସହିତ ଆସବାବ ଜିନିଷପତ୍ର। ତେବେ ସୂଚନା ମୁତାବକ ବନ୍ଧ ନୂଆଗାଁରେ ପବନ ନାୟକଙ୍କ ପତ୍ନୀ ଶେଫାଳି ନାୟକ ଘରେ ଗ୍ୟାସ୍ ଲଗାଇ ରୋଷେଇ କରୁଥିଲେ। ହଠାତ୍ ଗ୍ୟାସ୍ ଟାଙ୍କିଟି ଫାଟି ଭୀଷଣ ଶବ୍ଦ ହେଲା। ନିକଟରେ ଥିବା ଦୁଇ ଝିଅ, ବଡ଼ ଝିଅ 15 ବର୍ଷିଆ ଶ୍ରଦ୍ଧାଶ୍ରୀ ପ୍ରିୟଦର୍ଶିନୀ ଓ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ ନାୟକ ଘର ଭିତରକୁ ପଶିଯିବାରୁ ଏମାନେ ମଧ୍ୟ ଜଳିଯାଇଥିଲେ। ଗ୍ରାମବାସୀ ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମା ଓ ଦୁଇ ଝିଅଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତେବେ ମା ଓ ସାନ ଝିଅଙ୍କର ଶରୀର 60% ଭାଗ ପୋଡ଼ି ହୋଇ ଯାଇଥିବା ଜଣାପଡ଼ିଛି। ସେଠାରେ ତାଙ୍କ ଅବସ୍ଥା ସାଂଘାତିକ ହେବାରୁ ମାଙ୍କ ସହ ଦୁଇ ଝିଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛି ପୋଲିସ। ଆଜି ବେଲଟିକିରି ଗ୍ରାମ ପଞ୍ଚାୟତ ବନ୍ଧ ନୂଆଗାଁ ଗ୍ରାମରେ ରୋଷେଇ ବେಳೆ ଫାଟିଲା ଗ୍ୟାସ୍ ଟାଙ୍କି। ହୁତୁ ହୁତୁ ହୋଇ ଜଳିଗଲା ଘର ସହିତ ଆସବାବପତ୍ର। ତେବେ ସୂଚନା ମୁତାବକ ବନ୍ଧ ନୂଆଗାଁରେ ପବନ ନାୟକଙ୍କ ପତ୍ନୀ ଶେଫାଳି ନାୟକ ଘରେ ଗ୍ୟାସ୍ ଲଗାଇ ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିଟି ଫାଟି ଭୀଷଣ ଶବ୍ଦ ହେଲା। ତେବେ ନିକଟରେ ଥିବା ଦୁଇଟି ଝିଅ, ବଡ଼ ଝିଅ 15 ବର୍ଷିଆ ଶ୍ରଦ୍ଧାଶ୍ରୀ ପ୍ରିୟଦର୍ଶିନୀ ଓ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ ନାୟକ ଘର ଭିତରକୁ ପଶି ଯାଇଥିବାରୁ ଏମାନେ ମଧ୍ୟ ଜଳିଯାଇଥିଲେ। ଗ୍ରାମବାସୀ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମା ଓ ଦୁଇ ଝିଅଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତେବେ ସାନ ଝିଅ ଓ ମାଙ୍କ ଶରୀର 60% ଭାଗ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି। ସେଠାରେ ତାଙ୍କ ଅବସ୍ଥା ସାଂଘାତିକ ହେବାରୁ ମାଙ୍କ ସହ ଦୁଇ ଝିଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛି ପୋଲିସ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।